ପ୍ରେମର ମାନେ ନୁହେଁ ପରକ୍ରିୟା ପ୍ରୀତି। ବାହା ହେଇ ଘର ସଂସାର କରିବା ପରେ ପୁଣି ଅନ୍ୟ ଜଣକ ପ୍ରେମରେ ପଡ଼ିବା ଆଉ ପ୍ରେମ ନାଁରେ ସେହି ପରକ୍ରିୟା ପ୍ରୀତିର ପରିଣତି କେତେ ଯେ ଭୟଙ୍କର ହୋଇପାରେ ଏହି କାହାଣୀ ଦେଖିଲା ପରେ ନିଶ୍ଚୟ ଜାଣିପାରିବେ ଆଜ୍ଞା। ଏ କାହାଣୀ ଥିଲା ବେଶ୍ ହସ ଖୁସିରେ ସଂସାର କରିଥିବା ଦୁଇ ସ୍ୱାମୀ ସ୍ତ୍ରୀଙ୍କର। ଏ କାହାଣୀ ଥିଲା ଦୁଇଟା ଛୁଆର ବାପା ସମୀର ଆଉ ମା ଅଞ୍ଜଳିର। ଏମାନଙ୍କ ଭାଷାରେ ପ୍ରେମର ପରିଭାଷା ଯଦି ଶାରୀରିକ ସୁଖ ହୁଏ ତେବେ ମୁଁ କହିବି ଏମାନେ ପ୍ରେମର ଅର୍ଥକୁ କଦର୍ଥ କରୁଛନ୍ତି। ଦର୍ଶକ ବନ୍ଧୁ, ଆପଣ ଫଟୋରେ ଦେଖୁଥିବା ଏହି ମହିଳାଙ୍କ ନାଁ ହେଉଛି ଅଞ୍ଜଳି। ଅଞ୍ଜଳି ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲା। ସମୀର ବାହାଘର ପାଇଁ ତାକୁ ଦେଖିବାକୁ ଯାଇ ପ୍ରଥମ ଦେଖାରେ ପସନ୍ଦ ବି କରିଥିଲା। ସମୀର ଭଲ ବିଜନେସ୍ କରୁଥିଲା, ଅଚଳ ଅଚଳ ସମ୍ପତ୍ତିର ମାଲିକ ବି ଥିଲା। ଅଞ୍ଜଳି ବି ସମୀରକୁ ପସନ୍ଦ କରିଥିଲା। ଉଭୟ ପରିବାରର ସହମତିରେ ବାହାଘର ବି ବଡ଼ ଧୁମଧାମରେ ହୋଇଯାଇଥିଲା। ଅଞ୍ଜଳି ସମୀରର ହାତ ଧରି 7 ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇ ଘରକୁ ବୋହୂ ହୋଇ ଆସି ବେଶ୍ ଖୁସି ବି ଥିଲା। ବଡ଼ ଘର, ଭଲ ସ୍ୱାମୀ ପାଇ ଜୀବନର ସବୁ ସୁଖ ପାଇଗଲା ପରି ଅଞ୍ଜଳିକୁ ଅନୁଭବ ହେଉଥିଲା। ଅଞ୍ଜଳି ଭଲ ପଢ଼ୁଥିଲା ଆଉ ତା'ର ସ୍କୁଲରେ ଶିକ୍ଷକତା ପାଇଁ ଚାକିରି ବି ହୋଇଯାଇଥିଲା। ଆଉ ସମୀର ବି ଶିକ୍ଷକତା କରିବାକୁ ଅଞ୍ଜଳିକୁ ଅନୁମତି ଦେଇଥିଲା। ଅଞ୍ଜଳି ସବୁଦିନ ସ୍କୁଲକୁ ଯାଉଥିଲା ଆଉ ପାଠ ପଢ଼େଇ ଘରକୁ ଫେରୁଥିଲା। ବର୍ଷ ପରେ ବର୍ଷ ବିତି ଚାଲିଥିଲା ଆଉ ୟାରି ଭିତରେ ଉଭୟଙ୍କର 2ଟି ସନ୍ତାନ ମଧ୍ୟ ଜନ୍ମ ହୋଇସାରିଥିଲେ। ଅଞ୍ଜଳି ଦିନେ ସ୍କୁଲକୁ ଯିବାକୁ ଘରୁ ବାହାରି ଯାଇଥିଲା ଆଉ ସେ ସ୍କୁଲ ଯିବା ବଦଳରେ ଆଉ କାହା ସହ କାରରେ ବସି ଯିବାର ସମୀର ତାକୁ ଦେଖିଦେଇଥିଲା। ସମୀରର ଅଞ୍ଜଳି ଉପରେ ପ୍ରଥମ ଥର ପାଇଁ ସନ୍ଦେହ ହୋଇଥିଲା। ଅଞ୍ଜଳି ଯେତେବେଳେ ଘରକୁ ଫେରିଥିଲା ସମୀର ଅଞ୍ଜଳିକୁ ସବୁ କଥା ପଚାରିଥିଲା। ଅଞ୍ଜଳି ଏସବୁ କଥାକୁ ମିଛ ବୋଲି କହିବା ସହିତ ସମୀରକୁ ଗାଳି ବି ଦେଇଥିଲା ଆଉ ଅନେକ କଟୁ କଥା ବି କହିବାକୁ ଲାଗିଲା। ସହିପାରିନଥିଲା ସମୀର। ଶେଷରେ ଅଞ୍ଜଳି ବିଷୟରେ ସବୁ ଜାଣିବାକୁ ଅଞ୍ଜଳିକୁ ପିଛା କରିବା ଆରମ୍ଭ କରିଦେଇଥିଲା। ଆଉ ଯେତେବେଳେ ସମୀର ସବୁ ସତ ଜାଣିଲା ସେତେବେଳେ ନିଜକୁ ସମ୍ଭାଳି ପାରିଲାନି। ନୂଆ କରି ନେଇଥିବା ଗୋଦାମ ଘରକୁ ବୁଲେଇ ନେବାକୁ କହି ଅଞ୍ଜଳିକୁ ସାଥିରେ ନେଇ ସେହି ଗୋଦାମ ଘର ଭିତରେ ଆଇରନ୍ ଚୁଲାକୁ ଅଞ୍ଜଳିକୁ ଠେଲି ଦେଇଥିଲା। ନିଆଁର ସେ ଲୁହା ଭିତରେ କିଛି ସମୟ ଭିତରେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ସୁନ୍ଦରୀ ଅଞ୍ଜଳି। ପ୍ରଥମେ ଅଞ୍ଜଳି ନିଖୋଜ ହେବା ନାଟକ କରୁଥିବା ସମୀର କିନ୍ତୁ ପୁଲିସର ତଦନ୍ତ ବେଳେ ସବୁ ନାଟକ ଧରାପଡ଼ି ଯାଇଥିଲା। ଆଉ ଶେଷରେ ନିଜେ ସବୁ ସତ ପୁଲିସ ଆଗରେ ମାନି ଯାଇଥିଲା। କେମିତି ଅଞ୍ଜଳିକୁ ବାହା ହେଇଥିଲା, କେମିତି ଅଞ୍ଜଳି ଆଉ ଜଣକ ପ୍ରେମରେ ପଡ଼ି ତାକୁ ଇଆଡ଼ୁ ସିଆଡ଼ୁ କହୁଥିଲା, କେମିତି ଅଞ୍ଜଳିର ଜୀବନ ନେଲା, ସବୁ କଥା ପୁଲିସ ଆଗରେ ବଖାଣିଥିଲା ସମୀର। ଆଉ ଶେଷରେ ପୁଲିସ ଅଞ୍ଜଳିକୁ ହତ୍ୟା କରିବା ଅଭିଯୋଗରେ ସମୀରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ଅଞ୍ଜଳି ଦେଖିବାକୁ ସୁନ୍ଦରୀ ଥିଲା, ଭଲ ଘର ସାଙ୍ଗକୁ ଭଲ ସ୍ୱାମୀ ବି ପାଇଥିଲା। ହେଲେ ଏମିତି କ'ଣ ଅଭାବ ହେଲା ଯେ ସେ ପୁଣି ଆଉ ଜଣକ ପ୍ରେମରେ ପଡ଼ି ନିଜ ଜୀବନ ଦେଲା। ଯଦି ଆମ ଆଇନ ଏହି ପରକ୍ରିୟା ପ୍ରୀତିକୁ ସମ୍ମତି ଦେଇଛି, କିନ୍ତୁ ଥରେ ଚିନ୍ତା କଲେ ଆମ ଭାରତ ଭଳି ସଂସ୍କୃତି ସମ୍ପନ୍ନ ଦେଶରେ ବାହା ହେଇ ଆଉ ଜଣଙ୍କ ସହ ସମ୍ପର୍କ ରଖିବା କେତେ ଦୂର ଠିକ୍? ବିଚାର ତ ଆପଣଙ୍କର ଆଜ୍ଞା। ହେଲେ ସମୀର ଯାହା କଲା କ'ଣ ଠିକ୍ କଲା? ସେ ଅଞ୍ଜଳିର ଜୀବନ ନେଇ କ'ଣ ଠିକ୍ କରିଛି? ସେ ଚାହିଁଥିଲେ ଅଞ୍ଜଳିକୁ ଡିଭୋର୍ସ ଦେଇ ତାକୁ ଅଲଗା କରିପାରିଥାନ୍ତା। ଏସବୁ ପ୍ରଶ୍ନର ଉତ୍ତର ତ ଆପଣ କମେଣ୍ଟ କରି ନିଶ୍ଚୟ ଜଣାଇବେ। ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ ସବୁଦିନ ରାତି 9ଟାରେ ଦେଖିବାକୁ ଜମା ବି ଭୁଲିବେନି। ଆଉ ଯଦି ଭଲ ଲାଗୁଥିବ ତେବେ ସେୟାର ନିଶ୍ଚିତ କରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।